ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ହାପର ଡିସେମ୍ବର 9, 1906 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ, ଗଣିତଜ୍ଞ ଏବଂ ଯୁକ୍ତରାଷ୍ଟ୍ର ନୌସେନାର ରିୟର ଆଡମିରାଲ ଥିଲେ। ହାପର ମେସିନ୍ ସ୍ୱତନ୍ତ୍ର ପ୍ରୋଗ୍ରାମିଂ ଭାଷାର ଥିଓରି ପ୍ରଥମେ ସୃଷ୍ଟି କରିଥିଲେ ଏବଂ ଏହି ସିଦ୍ଧାନ୍ତ ବ୍ୟବହାର କରି ସେ ସୃଷ୍ଟି କରିଥିବା ଫ୍ଲୋମାଟିକ୍ ପ୍ରୋଗ୍ରାମିଂ ଭାଷା ପରେ କୋବୋଲ ସୃଷ୍ଟି କରିବା ପାଇଁ ଅନ୍ୟମାନଙ୍କୁ ସମ୍ପ୍ରସାରିତ ହୋଇଥିଲା, ଯାହା ଆଜି ମଧ୍ୟ ବ୍ୟବହୃତ ହେଉଛି। 30 ଜୁନ 2021ରେ ତାଙ୍କ ନାମରେ ଏକ ଉପଗ୍ରହ ନସାଟ୍ 20 କିମ୍ବା ଗ୍ରେସ୍ କସ୍ପର 2021-059 AU ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା। ତାଙ୍କର ଜାନୁଆରୀ 1, 1992 ମସିହାରେ ଦେହାନ୍ତ ହୋଇଥିଲା। ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।